ଅଜଣା ଗାଡ଼ି ଧକ୍କାରେ ଚାର ମୃତ। ବର୍ତ୍ତମାନର ବଡ଼ ଖବର ବଲାଙ୍ଗୀର ଜିଲ୍ଲା ତୁରେକେଲା ଅଞ୍ଚଳରୁ ଆସିଛି। ତୁରେକେଲା ଥାନା ଅନ୍ତର୍ଗତ ପଡ୍ରେନ୍ ଗାଁ ନିକଟରେ ଅଜଣା ଗାଡ଼ି ଧକ୍କାରେ 4 ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ଦୁଃଖଦାୟକ ଖବର ବର୍ତ୍ତମାନ ବଡ଼ ଖବର ଆସିଛି ତୁରେକେଲା ଅଞ୍ଚଳରୁ। ଆପଣ ଦେଖୁଛନ୍ତି ଭିଜୁଆଲ ମାଧ୍ୟମରେ ଏ ହେଉଛି ତୁରେକେଲା ଥାନା ଅନ୍ତର୍ଗତ ପଣ୍ଡ୍ରେନ୍ ଗାଁରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କା ଦେଇ ଫେରାର ମାରିଛି। ମିଳିଥିବା ଖବର ଅନୁସାରେ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ତୁରେକେଲା ଗାଁର କ୍ଷୀର ପୋଟେଲ ଏବଂ ତାଙ୍କ ସ୍ତ୍ରୀ କୁନି ପୋଟେଲ ତାଙ୍କ 6 ବର୍ଷ ଶିଶୁ ନାତି ଦେବାଶିଷ ପୋଟେଲକୁ ନେଇ ସେମାନେ ତୁରେକେଲା ଥାନା ଅନ୍ତର୍ଗତ ଧରାଖମଣ ଗାଁକୁ ତାଙ୍କ ସମ୍ପର୍କୀୟ ଘରକୁ ଯାଇଥିଲେ। ସେହି ସମୟରେ ସେ ସକାଳେ ତାଙ୍କ ସମ୍ପର୍କୀୟ ଘରକୁ ଯାଇଥିବା ବେଳେ ସନ୍ଧ୍ୟାରେ ତାଙ୍କ ସମ୍ପର୍କୀୟ ଜ୍ୱାଇଁ ଧରାଖମଣ ଗାଁର ମୋହନ ପୋଟେଲ ବାଇକ୍ ଯୋଗେ ସେମାନଙ୍କୁ ତୁରେକେଲା ଗାଁକୁ ଆଣି ଦେଉଥିଲେ। ସେହି ସମୟରେ ପଣ୍ଡ୍ରେନ୍ ଗାଁ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା। ଯେଉଁ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ କ୍ଷୀର ପୋଟେଲ ଏବଂ ତାଙ୍କ 6 ବର୍ଷ ନାତି ଦେବାଶିଷ ପୋଟେଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କୁନି ପୋଟେଲ ତାଙ୍କ ଜ୍ୱାଇଁ ମୋହନ ପୋଟେଲକୁ ଗୁରୁତର ଅବସ୍ଥାରେ ତୁରେକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତୁରେକେଲା ଡାକ୍ତରଖାନାରେ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରୁ ସେମାନଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କ୍ଷୀର କୁନି ପୋଟେଲଙ୍କ ଓ ମୋହନ ପୋଟେଲଙ୍କ ମୃତ୍ୟୁ ଘୋଷଣା କରିଥିଲେ। ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ 2 ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ 4 ଜଣଙ୍କ ମୃତ୍ୟୁ ଉପରେ ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ଏବଂ ଦୁଃଖଦାୟକ ଘଟଣା ଘଟିଛି। ଏହି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଲୋକେ ଶୋକ ପ୍ରକାଶ କରିଛନ୍ତି। ଆପଣ ଦେଖୁଛନ୍ତି କଣ୍ଟାବାଞ୍ଜି ଡାକ୍ତରଖାନାରେ ବର୍ତ୍ତମାନ ତୁରେକେଲା ପୋଲିସ ଏବଂ କଣ୍ଟାବାଞ୍ଜି ପୋଲିସ ପହଞ୍ଚିଛି ଏବଂ ତଦନ୍ତ କରୁଛି। ତନ୍ନ ତନ୍ନ କରି ସେ ଅଞ୍ଚଳରେ ଥିବା ସମସ୍ତ ଗାଡ଼ି ବାହନକୁ ଯାଞ୍ଚ କରୁଛି। କେଉଁ ଗାଡ଼ି ଧକ୍କା ଦେଇ ଫେରାର ମାରିଲା ତେଣୁ ସିସିଟିଭି ରାସ୍ତା ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ କରୁଛି ତୁରେକେଲା ପୋଲିସ। ରାସ୍ତାରେ ଯାତାୟାତ କରୁଥିବା ସମସ୍ତ ଗାଡ଼ିକୁ ମଧ୍ୟ ତନ୍ନ ତନ୍ନ କରି ଯାଞ୍ଚ କରୁଛି ତୁରେକେଲା ପୋଲିସ ବୋଲି ଜଣାପଡ଼ିଛି। କେମିତି ଘଟିଥିଲା ଏବଂ କେଉଁ ଗାଡ଼ି ଦୁର୍ଘଟଣା ଘଟାଇ ଫେରାର ମାରିଲା ଏବଂ କେଉଁଠୁ ଆସିଥିଲା ସେ ନେଇ ତଦନ୍ତ ଜାରି ରଖିଛି ତୁରେକେଲା ପୋଲିସ। ଆଜି ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଗୋଟିଏ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 4 ଜଣଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆପଣ ଦେଖୁଛନ୍ତି ଭିଜୁଆଲ ମାଧ୍ୟମରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ସେମାନଙ୍କୁ ସିଧାସଳଖ ଭାବରେ ଆମ୍ବୁଲାନ୍ସ ଯୋଗାଇ ଆଣି ତାଙ୍କୁ ଚିକିତ୍ସା ପାଇଁ ନିଆଯାଉଛି ଏବଂ ସେହିଠାରେ ଡାକ୍ତର ତାଙ୍କ ମୃତ୍ୟୁ ଘୋଷଣା କରିଛନ୍ତି। ଏ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ପରିବାରର 3 ଜଣ ହୋଇଥିବା ବେଳେ ଅନ୍ୟ ପରିବାର ଜଣେଙ୍କ ମୃତ୍ୟୁ ହୋଇଛି ଏବଂ ଏନେଇ ତଦନ୍ତ ଜାରି ରଖିଛି କଣ୍ଟାବାଞ୍ଜି ଓ ତୁରେକେଲା ପୋଲିସ। କେଉଁ ଗାଡ଼ି ଧକ୍କା ଦେଇ ଫେରାର ମାରିଲା ଏବଂ କେମିତି ଘଟିଥିଲା ଦୁର୍ଘଟଣା ତାକୁ ତଦନ୍ତ ଜାରି ରଖିଛି ତୁରେକେଲା ପୋଲିସ। ବର୍ତ୍ତମାନ ଘଟଣାସ୍ଥଳରେ ତୁରେକେଲା ପୋଲିସ ପହଞ୍ଚିଛି ଏବଂ କଣ୍ଟାବାଞ୍ଜି ଡାକ୍ତରଖାନାରେ ମଧ୍ୟ ଶବ ରଖାଯାଇଛି। ଶବ ବ୍ୟବଚ୍ଛେଦ କଲା ପରେ ମୃତ ଶରୀର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଏଭଳି ଏକ ବଡ଼ ଖବର ଦୁଃଖଦ ଖବର ଆସିଛି ବଲାଙ୍ଗୀର ଜିଲ୍ଲାର ତୁରେକେଲା ଅଞ୍ଚଳରୁ। ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଗୋଟିଏ ପରିବାରର 4ଟି ଜୀବନ। ଏରେ କ'ଣ କହୁଛନ୍ତି ସମ୍ପର୍କୀୟ ଆସନ୍ତୁ ଶୁଣିବା। ଆଜ୍ଞା ଆମେ ଗାଁରେ ଥିଲୁ ଆଉ ଫୋନ୍ ଆସିଲା ମଖଣ ଆଉ ତୁରେକେଲା ମଝାରେ ଗୋଟେ ଆକ୍ସିଡେଣ୍ଟ ହେଇଛି ବୋଲି ତମ ଗାଁ କହିଲେ। ସେଦିନ ଆମେ ଘଟଣାସ୍ଥଳରେ ପହଞ୍ଚିଲୁ। ଆମ୍ବୁଲାନ୍ସ ଲାଗିଥିଲା ସେଟା ତ ଆମ୍ବୁଲାନ୍ସରେ ଆଣିଲୁ ତୁରେକେଲାକେ। ତୁରେକେଲା ଗାଁ ଲାଗି 3 ଜଣ ତ ଏଇନା ଡେଥ୍ ହେଇଯାଇଥିଲେ ନ ଆଉ ଆମର ବଡ଼ମା ଗୋଟେ ବଚିଥିଲେ ଯେ ତାଙ୍କୁ କଟାବାଜି ଆଣିଲୁ। କଟାବାଜିରେ ସେମାନେ ବି ଚିକିତ୍ସା କରାଗଲା ବେଲେ ସେମାନେ ବି ଖରାପ ହେଇଗଲେ। ସେମାନେ ଟୋଟାଲ୍ 4 ଜଣ ଡେଥ୍ ହେଇଗଲେ। ଆଜ୍ଞା ଥିଲା 4 ବର୍ଷର ଆଉ ବୁଢ଼ା ବୁଢ଼ୀ 2 ଜଣ ଥିଲେ ଆଉ ଗୋଟେ 22-23 ବର୍ଷ ପିଲା ଉଠିଗଲା।